ବାହାରେ ତ ରହି ମୋତେ ଯାହା କାମ କଲା ବେଳେ ହଇରାଣ କରୁଥିଲା, ଆଉ ଏଠି ଅଜା ଘରକୁ ଆସି ଆଈକୁ ହଇରାଣ କରିବାରେ ବି ସୁଯୋଗ ଛାଡୁନି ମୋ ଛୁଆ। ସେ ଚାହୁଁଥିବା ଜିନିଷ ତାକୁ ଯଦି ନଦେଲ, ଆଉ ଯଦି ସେ ଧରିଥାଏ ତାଠୁ ଛଡେଇ ଆଣିଲ ନା, ତାହେଲେ ରାଗଟା ଭଲ ଭାବରେ ଜଣା। ଆଗ ରାଗରେ ବାଡେଇ ଦବ, ନହେଲେ ଫିଙ୍ଗା ଫୋପଡା କରିଦେଇଯିବ। ଏଠି ଦେଖୁନାହାନ୍ତି ତରକାରୀ କରିବା ପାଇଁ ବୋଉ ଏଠି ସବୁ ପରିବାପତ୍ର ଆଣିକି ରଖିକି କାଟୁଛି, ଆଉ ଇଏ କଣ କଲା ନା ସବୁ ଗୁଡାକ ତଳୁ ଗୋଟେ ଗୋଟେ ଗୋଟଉଛି, ଆଡ ସାଇଡ କରି ଖାଲି ଫୋପାଡୁଛି। ରାଗ ଯାହାର ଶେଷରେ ତଳୁ ଗୋଟେଇକି ବୋଉ ଉପରକୁ ଫୋପାଡି ଦେଲାଣି। ହେ ଭଗବାନ, କଣ କରିବ ଯେ ଏ ପିଲାକୁ ଏତେ ଦୁଷ୍ଟାମି କରୁଛି। ଦୁଷ୍ଟାମି ତ ପ୍ରାୟ ସବୁ ପିଲା କରନ୍ତି, ହେଲେ ଏ ରାଗ ଆଉ ବାଡେଇବାଟା କୋଉଠୁ ଶିଖିଲା କେଜାଣି ଭଗବାନଙ୍କୁ ହିଁ ଜଣା। ଏଠି ଦୁଷ୍ଟାମି କରୁଛି ବୋଲି ମୁଁ ତାକୁ ଗାଳି କଲାରୁ ବୋଉ ମତେ ଏଠି କଣ କହୁଛି ଜାଣିଛନ୍ତି? ଏଇଆ କି ତୋ ପାଖରେ ଦୁଷ୍ଟ ହେଲେ ତୁ ପାଟି କରିବୁ, ହେଲେ ଆମ ପାଖରେ ଦୁଷ୍ଟାମି ହେଲେ ତୁ କିଛି ବି କହିପାରିବୁନି। ଆରେ ଆରେ, ଇଏ କି କଥା? ଦୁଷ୍ଟ ହେଲେ ତ ଦୁଷ୍ଟାମି, ସେଟା ମୋ ପାଖରେ ହଉ କି କାହା ବି ପାଖରେ ହଉ। ଆଚ୍ଛା ସେ ସବୁ ଛାଡ, ବୋଉ ପାଖରେ ଏତେ ସବୁ କାନାମି କରିସାରିଲା ପରେ ସେ ତରକାରୀ ବସେଇ ଦେଇ ସାନ ଭଉଣୀକୁ ଘର ସହ ତରକାରୀ ଜଗେଇ ଦେଇ ଆମେ ଆସିଲୁ ହେରି ବାହାରକୁ। ଆକ୍ଚୁଆଲି ଆମ ଲେନରେ ଆମ ଘରଠୁ ଜଷ୍ଟ ଟିକେ ଦୂରରେ ଗୋଟେ କୁନି ଶିଶୁ ଉଦ୍ୟାନ ଅଛି। ତ ବୋଉ ତରକାରୀ ବସେଇ ଦେଲା ପରେ ମତେ କହିଲେ କି ଚାଲ ସେ ଶିଶୁ ଉଦ୍ୟାନକୁ ଛୁଆକୁ ନେଇକି ଯିବା, ଆଉ ସେଠି ତାକୁ ଟିକେ ଦୋଳି ଖେଳେଇ ଆଣିବା। ଆଉ ଦୋଳି ମାନେ ତ ଛୁଆମାନେ ବସିଲେ ନିହାତି ଖୁସି ହେବେ। ଆମେ କିନ୍ତୁ ଘରୁ ବାହାରିକି ଆସିଲା ବେଳେ ମୁଁ ଭାବିଲି କି ତାଲା ପଡିଯାଇଥିବ, କିନ୍ତୁ ଥ୍ୟାଙ୍କ ଗଡ୍ କି ଉଦ୍ୟାନଟା ଖୋଲା ଥିଲା। ଏଠି ଆମ ଛୁଆ ଦୋଳିରେ ବସିବା ସହିତ ଖାଲି ହାଏ ବାଏ କରିକି ବହୁତ ଖୁସି ହଉଥିଲା। ଆଉ ଏଠି ସେ କେମିତି ବସିଛି ବୋଲି ବୋଉ ଦେଖିକି ହସୁଥିଲା। ମୁଁ ତାର ଗୋଟେ ଭିଡିଓ କ୍ଲିପ ନେଇଯାଇଥିଲି। ଆଈ ସହ କାରନାମା କରିଥିଲା, ତ ଏବେ ସେଥିପାଇଁ କାମ କରି ଟିକେ ଆଈକୁ ସାହାଯ୍ୟ କରୁଛନ୍ତି ଆମ ମହାଶୟ। ବଡ ଧରଣର ସାହାଯ୍ୟ, ବସି ରସଣ ଛେଚା ହଉଛି। ହେ ଭଗବାନ, କଣ କରିବ ୟାକୁ।